ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ହେଉଛି ଓଡ଼ିଶାର ଏକ ପ୍ରମୁଖ ପାରମ୍ପରିକ ପର୍ବ, ଯାହାକୁ ଆମେ ଓଡ଼ିଆ ନବବର୍ଷ ଭାବେ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାଉ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ସୂର୍ଯ୍ୟ ମୀନ ରାଶି ଶେଷ କରି ମେଷ ରାଶିରେ ପ୍ରବେଶ କରନ୍ତି, ଯାହାକୁ ମେଷ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନଠାରୁ ନୂତନ ସୌର ବର୍ଷର ଆରମ୍ଭ ହୁଏ ଏବଂ ନୂଆ ପାଞ୍ଜି ପ୍ରଚଳନ କରାଯାଏ। ଗ୍ରୀଷ୍ମ ଋତୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ଦିନ ବେଲପଣା ପ୍ରସ୍ତୁତ କରି ସେବନ କରାଯାଏ। ଦେବାଦେବୀଙ୍କ ପାଖରେ ପଣା ଭୋଗ ଲାଗିବା ସହ ତୁଳସୀ ଚଉରା ମୂଳେ ବସୁଧରା ବନ୍ଧାଯାଏ, ଯାହା ଉଦ୍ଭିଦ ଜଗତକୁ ଜଳଦାନର ପ୍ରତୀକ। ଓଡ଼ିଶାର ଅନେକ ସ୍ଥାନରେ ଏହି ଦିନକୁ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ। ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହନୁମାନ ଚାଳିଶା ପାଠ କରାଯାଏ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳେ। ଦଣ୍ଡନାଚର ଉଦ୍ଯାପନୀ ଏବଂ ଝାମୁ ଯାତ୍ରା ଭଳି ପାରମ୍ପରିକ ରୀତିନୀତି ଏହି ଦିନରୁ ମାହାତ୍ମ୍ୟକୁ ଦ୍ୱିଗୁଣିତ କରିଥାଏ। ଓଡ଼ିଆ ସଂସ୍କୃତିରେ ଏହି ଦିନଟି ସମୃଦ୍ଧି, ଶାନ୍ତି ଏବଂ ନୂତନ ଆଶାର ସଂକେତ ବହନ କରେ। ଆଜିର ଏହି ପବିତ୍ର ଦିନରେ ପ୍ରତିଟି ଓଡ଼ିଆ ନିଜ ଭାଷା ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରେ।